डिसेम्बर 1 तारिखରୁ लागू ହେବାକୁ ଯାଉଛି ନୂଆ ନିୟମ, ଯାହା ଆପଣମାନେ ସମସ୍ତେ ଜାଣି ରଖିବା ନିହାତି ଜରୁରୀ। ଏଲପିଜି ଗ୍ୟାସ୍ ସିଲିଣ୍ଡର, କ୍ରେଡିଟ୍ କାର୍ଡ, ଟ୍ରାଇ, ଆଧାର କାର୍ଡ ଏମିତିକି ଅନ୍ୟାନ୍ୟ ନିୟମରେ 1 ତାରିଖରୁ ହେବାକୁ ଯାଉଛି ପରିବର୍ତ୍ତନ। ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ପ୍ରଥମ ତ ରହିଛି ଡିସେମ୍ବରରେ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବଦଳି ପାରେ। ଏଲପିଜିର ମୂଲ୍ୟ ପ୍ରତ୍ୟେକ ମାସରେ 1 ତାରିଖରେ ପରିବର୍ତ୍ତନ ହୁଏ। ତେବେ ଏଲପିଜି ସିଲିଣ୍ଡର ମୂଲ୍ୟ ସହିତ ତୈଳ ବଜାର କମ୍ପାନୀଗୁଡ଼ିକ ପ୍ରତି ମାସରେ ଏୟାର ଟର୍ବାଇନ୍ ଇନ୍ଧନ ଅର୍ଥାତ୍ ଏଟିଏଫ୍, ସିଏନ୍ଜି ଏବଂ ପିଏନ୍ଜି ମୂଲ୍ୟ ସଂଶୋଧନ କରନ୍ତି। ତେବେ ଅକ୍ଟୋବରରେ ଗ୍ୟାସ୍ କମ୍ପାନୀଗୁଡ଼ିକ 19 କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ 48 ଟଙ୍କା ବୃଦ୍ଧି କରିଥିଲେ। ତେବେ ଏଥର ଡିସେମ୍ବର 1ରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର ବଢ଼ିବ ନା କମିବ ତାହା ମଧ୍ୟ 1 ତାରିଖରେ ଜଣାପଡ଼େ। ଆଉ ନେକ୍ସଟ ହେଉଛି ଏସ୍ବିଆଇ କ୍ରେଡିଟ୍ କାର୍ଡ ନିୟମରେ ପରିବର୍ତ୍ତନ। ତେବେ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବର୍ତ୍ତମାନ ଡିସେମ୍ବରରୁ କ୍ରେଡିଟ୍ କାର୍ଡ ନିୟମ ପରିବର୍ତ୍ତନ କରିବାକୁ ଯାଉଛି। ତେବେ ଡିସେମ୍ବର 1 ଠାରୁ ଏହାର 48 କ୍ରେଡିଟ୍ କାର୍ଡ ଡିଜିଟାଲ ଗେମିଂ ପ୍ଲାଟଫର୍ମ କିମ୍ବା ବାଣିଜ୍ୟ ସମ୍ବନ୍ଧୀୟ କାରବାର ଉପରେ ରିୱାର୍ଡ ପଏଣ୍ଟ ପ୍ରଦାନ କରିବ ନାହିଁ। ଏହା ପୂର୍ବରୁ ନଭେମ୍ବର 1ରେ ଅନେକ ନିୟମ ପରିବର୍ତ୍ତନ କରାଯାଇଥିଲା। ତେବେ ଏଥିରେ କ୍ରେଡିଟ୍ କାର୍ଡ ମାଧ୍ୟମରେ ଏକ ଷ୍ଟେଟମେଣ୍ଟ ସାଇକେଲରେ 50,000ରୁ ଅଧିକ ୟୁଟିଲିଟି ବିଲ୍ ଦେୟ ଉପରେ 1% ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ। ଆଉ ନେକ୍ସଟ ହେଉଛି ଟ୍ରାଇ ନିୟମରେ ପରିବର୍ତ୍ତନ। ବର୍ତ୍ତମାନ ଏହାର ସମୟସୀମା ନଭେମ୍ବରରେ ଶେଷ ହେବାକୁ ଯାଉଛି। ଟେଲିକମ୍ କମ୍ପାନୀଗୁଡ଼ିକ ବ୍ୟବସାୟିକ ମେସେଜ ଏବଂ ଓଟିପି ମେସେଜ ଗୁଡ଼ିକୁ ଟ୍ରାକ୍ କରିବା ପାଇଁ ଟ୍ରେସେବିଲିଟି ନିୟମ ଲାଗୁ କରିବାକୁ ପଡ଼ିବ। ଏହି ନିୟମ ଲାଗୁ କରିବାର ଶେଷ ତାରିଖ ବର୍ତ୍ତମାନ ଡିସେମ୍ବର 1 ତାରିଖ ସ୍ଥିର ହେବାକୁ ଯାଉଛି। ନିକଟରେ ସମସ୍ତ ଟେଲିକମ୍ ଅପରେଟରଙ୍କୁ ଟ୍ରାଇ ଦ୍ୱାରା ଏକ ନୂଆ ଆଦେଶ ଦିଆଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ ସେମାନେ ୱେବସାଇଟ୍ରେ ନେଟୱାର୍କ ଉପଲବ୍ଧ ସହିତ ଜଡ଼ିତ ସମସ୍ତ ସୂଚନା ପ୍ରକାଶ କରନ୍ତୁ।